ଆମର ଏଇ ସମୟଟା ଆମେ ସରକାରଙ୍କୁ ଆମର 10 ଦଫା ଦାବି ଆଗରୁ ଜଣେଇଛୁ। ସରକାରଙ୍କୁ ବହୁତ ଥର କହିଛୁ, କିନ୍ତୁ ଆମ କଥା ସେମାନେ କିଛି ଏପର୍ଯ୍ୟନ୍ତ ଶୁଣିନାହାନ୍ତି। ଆଉ ସରକାର ଯେପର୍ଯ୍ୟନ୍ତ ଆମ କଥା ଶୁଣିନାହାନ୍ତି ସେ ପର୍ଯ୍ୟନ୍ତ ଆମେ ଏମିତି ଧାରଣାରେ ବସିବୁ। ଆମର ମୁଖ୍ୟ ଦାବି ହେଲା ଆମର ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଏଣ୍ଟ୍ରି ପୋଷ୍ଟ ଆମର ଲେଭେଲ 9 କରାଯାଉ, 9300 ସ୍କେଲ 4200 ସ୍କେଲ କରାଯାଉ ସେଟା। ଆଉ ଏ ବିଷୟରେ ଆମେ ବହୁତ ଥର କଥା ହେଲୁ। ଆମର ଲୋକଙ୍କୁ କୌଣସି ହଇରାଣ କରିବାର ଆମର ମୋଟିଭ ନାହିଁ। ଆମ ସରକାର ଆମର ଯେତେ ଜଲ୍ଦି ଆମ କଥା ବୁଝିବେ ଆମେ ସେତେ ଜଲ୍ଦି ଆମ କାମରେ ପୁଣି ଲାଗିଯିବୁ। ଆମ ରାଜସ୍ୱ ଅମଲା ମାନଙ୍କର ନ୍ୟାଯ୍ୟ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ଆମେ ଏ ସମସ୍ୟାରେ ଯାଇଛୁ। ଆମର 10ଟା ଦାବିରେ ଆମେ ସରକାରଙ୍କ ପାଖରେ ଦାବିପତ୍ର ଦାଖଲ କରିଥିଲୁ, କିନ୍ତୁ ଏବେ ଆମେ ସରକାରଙ୍କ ପାଖରେ 3ଗୋଟି ପ୍ରମୁଖ ଦାବି ରଖିଛୁ। ଯେ ଆମର ଯେଉଁ କନିଷ୍ଠ ରାଜସ୍ୱ ସହାୟକ ଯେଉଁମାନେ ଅଛନ୍ତି ତାଙ୍କର ମୂଳ ଦରମା 9300 ଯଥା ଲେଭେଲ 9 କରାଯାଉ। ଦ୍ୱିତୀୟତଃ ଆମର ଯେଉଁ ରାଜସ୍ୱ ପୁନର୍ଗଠନ କରିବା ପାଇଁ ଯେଉଁ ଆମର ସେଟା ସରକାର ମାସ ହେଲାଣି ସମୟ ଦେଇଛନ୍ତି, ଯେଉଁଟା କରିନାହାନ୍ତି ସେଟାକୁ କରିବା ପାଇଁ। ଆଉ ରାଜସ୍ୱ ସେବା ନିୟମ ଯେଉଁ ସରକାର ଏଇ କିଛି ଦିନ ତଳେ ଯେଉଁ ତାର ସଂଶୋଧନ କରିଛନ୍ତି ତାକୁ ପରିବର୍ତ୍ତନ କରନ୍ତୁ। ସେଥିପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମେ ସମସ୍ତ